କିଛି ବର୍ଷ ପୂର୍ବେ ଝିଅ ଆଉ ପୁଅ ମାନଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗୁଥିଲେ। ଭଗବାନ ଚିନ୍ତା କରିଲେ ଯଦି ଏମିତି ଚାଲିବ ସୃଷ୍ଟି କେମିତି ବଢିବ। ଭଗବାନ ବିଚାର କରିଲେ ଆଉ ସେ ଗୋଟିଏ ପାରା ହୃଦୟରେ ଭଲ ପାଇବା ସୃଷ୍ଟି କରିଲେ। ପାରା ଦିନେ ଆକାଶରେ ଉଡୁଥାଏ। ହଠାତ୍ ଗୋଟିଏ ଧଳା ଗୋଲାପ ଉପରେ ନଜର ପଡ଼ିଲା। ଆଉ ସେ ପାରା ଗୋଲାପ ଫୁଲ ପାଖକୁ ଯାଇ କହିଲା, ମୁଁ ତୁମକୁ ବହୁତ ଭଲ ପାଏ। ଏଇ କଥା ଶୁଣି ଗୋଲାପ ଫୁଲ କହିଲା, ଆଚ୍ଛା ତୁମେ ମୋତେ ସତରେ ଭଲ ପାଉଛ? ପାରା କହିଲା, ହଁ ଗୋଲାପ ଫୁଲ। ଗୋଲାପ ଫୁଲ କହିଲା, ତୁମେ ମୋ ପାଇଁ କଣ କରିପାରିବ? ପାରା କହିଲା, ମୁଁ ତୁମ ପାଇଁ ଜୀବନ ଦେଇପାରିବି। ଗୋଲାପ ଫୁଲ କହିଲା, ହଉ ମୁଁ ଧଳା ଅଛି, ତୁମେ ମୋତେ ଲାଲ କରିଦିଅ। ତାପରେ ମୁଁ ତୁମକୁ ଭଲ ପାଇବି। ପାରା କହିଲା, ମୁଁ ଯେମିତି ହେଲେ ତୁମକୁ ଲାଲ ରଙ୍ଗ କରିବି। ଆଉ ତାପରେ ପାରା ପାଖରେ ଥିବା ଗଛ ପାଖକୁ ଗଲା। ଆଉ ତା ଦେହକୁ ସେଇ ଗଛରେ ବାରମ୍ବାର ପିଟି ହେଲା। ଆଉ ତା ଦେହରୁ ବହୁଥିବା ରକ୍ତକୁ ସେଇ ଗୋଲାପ ଫୁଲ ଉପରେ ପଡ଼ିଲା ଭଳି କରିଲା। ଶେଷରେ ଧଳା ଗୋଲାପ ସିନା ଲାଲ ହେଇଗଲା, ହେଲେ ତାକୁ ହୃଦୟରୁ ଭଲ ପାଉଥିବା ପାରାଟି ମରିଗଲା। ସେହିଦିନ ଠାରୁ ପ୍ରେମିକ ଆଉ ପ୍ରେମିକା ମାନଙ୍କୁ ଲାଲ ଗୋଲାପ ଫୁଲ ବହୁତ ପସନ୍ଦ। ଜୟ ଜଗନ୍ନାଥ। ମୋର ଏଇ ଷ୍ଟୋରୀଟି କେମିତି ଲାଗିଲା କମେଣ୍ଟରେ କହିବେ।